ପୁରୀର ଛପନ ଭୋଗ ଭିତରୁ ଗୋଟିଏ ଭୋଗ ରେସିପି ମୁଁ ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରିବାକୁ ଯାଉଛି। ଏଇଟା ହେଉଛି ଜଗନ୍ନାଥ ବଲ୍ଲଭ। ସେମିତି ତ ଆମେ କେବେ ବି ପୁରୀର କୌଣସି ବି ପ୍ରସାଦକୁ ଘରେ ଆମେ କରିପାରିବାନି, କାରଣ ତାର ସ୍ୱତନ୍ତ୍ର ପ୍ରଣାଳୀ ଥାଏ ଆଉ ବହୁତ କିଛି ଅଲଗା ରୂପରେ ସେଇଟା ପୁରୀରେ ତିଆରି କରାଯାଇଥାଏ। କିନ୍ତୁ ଘରେ ଆମେ ଏଇ ପ୍ରକାର ପ୍ରସାଦ କରି ଭଲ ମନ୍ଦ ଦିନରେ ଜଗନ୍ନାଥଙ୍କୁ ଅର୍ପଣ କରିପାରିବା। ସେଥିପାଇଁ ମୁଁ ଗୋଟେ ପ୍ରୟାସ କରୁଛି ଏଇ ଯୋଉ ଛପନ ଭୋଗରୁ ଗୋଟେ ଭୋଗ ଆପଣମାନଙ୍କ ସାଙ୍ଗରେ ସେୟାର କରିବାକୁ। ଚାଲନ୍ତୁ ରେସିପି ଆରମ୍ଭ କରିବା। ପ୍ରସାଦ ପାଇଁକି ପ୍ରଥମେ ଆମେ ମସଲା ତିଆରି କରି ନେବା। ସେଥିପାଇଁ ମୁଁ ନେଇଯାଇଛି 3-4ଟା ଖଣ୍ଡେ ଲବଙ୍ଗ, ତା ସାଙ୍ଗରେ ମିଶେଇବା କଳା ଗୁଜୁରାତି। ବଡ଼ ସାଇଜ୍ର ଯେଉଁ ଗୁଜୁରାତି ମିଳେ ସେଥିରୁ ଗୋଟେ ନେବା, ଆଉ ଆପଣ ଡାଇରେକ୍ଟ ବି ୟାକୁ ଛେଚି ପାରିବେ, ନହେଲେ ତାର ମଞ୍ଜିଟାକୁ ବାହାର କରିକି ଛେଚିକି ନେଇପାରିବେ। 3ଟା ନେଇଯିବା ଗ୍ରୀନ୍ ଗୁଜୁରାତି। 3ଟା ଯାକ ସାମଗ୍ରୀକୁ ଆମେ ଭଲରେ କୁଟି ନେବା। ଆକ୍ଚୁଆଲି ଖଦଡ଼ା କରିକି କୁଟିବା ନିହାତି ଦରକାର, କାରଣ ପ୍ରସାଦରେ ଯେଉଁଟା ବ୍ୟବହାର ହେଇଥାଏ ସେଇଟା ଖଦଡ଼ା ହେଇଥାଏ, କାହିଁକିନା ଖାଇଲା ବେଳକୁ ପାଟିରେ ଲାଗିଥାଏ। ସେଥିପାଇଁ ୟାକୁ ଆମେ ଟିକେ କୁଟି ନେବା। ଆପଣ ଦେଖିପାରୁଥିବେ ବର୍ତ୍ତମାନ ଏଇଟା କୁଟି ହେଇସାରିଛି। ଏଥିରେ ଯେଉଁ ଚୋପା ଗୁଡ଼ାକ ଅଛି, କଳା ଅଳେଇଚର ଆଉ ତା ସାଙ୍ଗରେ ଗ୍ରୀନ୍ ଅଳେଇଚର, ସବୁଗୁଡ଼ାକୁ ବାହାର କରିନେବା। ଚୋପା ଗୁଡ଼ାକୁ କେବେ ବି ନଷ୍ଟ କରିବେନି। ଆପଣ ଚାହିଁଲେ ଚାହାପତି ଯେଉଁଠି ରଖୁଛନ୍ତି ଡବାରେ ସେଥିରେ ପକେଇଦେବେ। ଚାହାର ଯେତେବେଳେ ଆପଣ ତିଆରି କରିବେ ଚାହାଟାକୁ, ତାର ବାସ୍ନାଟା ବଢ଼ିଆ ଆସିବ। ମୁଁ ଏଠି ଗୋଟେ ତାଟିଆରେ ନେଇଯାଇଛି ମସଲା ଗୁଣ୍ଡକୁ। ଏଠି ମୁଁ ନେଇଯାଇଛି ଗୋଟେ ଜାଇଫଳ। ଜାଇଫଳ ବି ଏଥିରେ ପଡ଼େ, ସେଥିପାଇଁ କି ଜାଇଫଳରୁ କିଛିଟା ଅଂଶକୁ ଆମେ ଗ୍ରେଟ୍ କରି ନେବା। ଆଉ ଜାଇଫଳ ଜମାରୁ ବି ଅଧିକା ପକେଇବେନି, ନହେଲେ ଯେଉଁ ତିଆରି କରିବା ଆମେ ପ୍ରସାଦଟା ସେଇଟା ଟିକେ ଷ୍ଟ୍ରଙ୍ଗ ହେଇଯିବ ତାର ଫ୍ଲେଭରଟା। ସେଥିପାଇଁ ସ୍ଲାଇଟ୍ ଜାଇଫଳ ପକେଇବେ, ଚୁଟକିଏ ଖଣ୍ଡେ। ଅଧା କପ୍ ଚିନି ମୁଁ ନେଇଯାଇଛି। ଟୋଟାଲ 1 କପ୍ ଅଟାରେ ଆମେ ତିଆରି କରିବା ପ୍ରସାଦକୁ। କପ୍ରେ 1 କପ୍ ଅଟା ମୁଁ ନେଇଯାଇଛି ଏଠି। ନର୍ମାଲ ଯେଉଁ ରୁଟି ପାଇଁକି ଆମେ ବ୍ୟବହାର କରୁ ଅଟା, ସେଇ ଅଟାଟା ବ୍ୟବହାର ହେଇଥାଏ ଏଇ ଯେଉଁ ପ୍ରସାଦଟା ତିଆରି କରିବା ପାଇଁକି। ଜଗନ୍ନାଥ ବଲ୍ଲଭ ପାଇଁକି ନେଇଯିବା ଅଧା କପ୍ ଆମେ ଘିଅ। ଯେତିକି କ୍ୱାଣ୍ଟିଟିର ମୁଁ ନେଇଛି ଚିନି, ସେତିକି କ୍ୱାଣ୍ଟିଟିର ଘିଅ। ମାନେ ଯେତିକି ଆମେ ଅଟା ନେବା ତାର ଅଧା ପରିମାଣର ଘିଅ ବି ନେବା, ଅଧା ପରିମାଣର ଆମେ ଚିନି ବି ନେବା। ମୁଁ ଏଠି ଗୋଟେ କଡ଼େଇକୁ ଗରମ କରି ନେଇଛି, ଏଥିରେ ଆମେ ଘିଅକୁ ଓଜାଡ଼ି ନେବା। ନର୍ମାଲି ସବୁ ପ୍ରସାଦ ଘିଅରେ ହିଁ ତିଆରି ହେଇଥାଏ, ସେଇଥିପାଇଁ ତାର ବାସ୍ନାଟା ବହୁତ ବଢ଼ିଆ ଆସିଥାଏ। କେବେ ବି ଆପଣ ଯଦି ରିଫାଇନ୍ ତେଲରେ କରୁଛନ୍ତି ନା, ଏମିତି ତ ଫ୍ଲେଭର କେବେ ବି ଆସିବନି। ସେଥିପାଇଁ ଯେତେବେଳେ ବି ଆପଣ କୋଉ ବି ଛପନ ଭୋଗ କରୁଛନ୍ତି, ସେଥିପାଇଁ ଘିଅର ହିଁ ବ୍ୟବହାର କରନ୍ତୁ। ଘିଅଟା ଗରମ ହେଲା ପରେ ସେଥିରେ ଅଟାଟାକୁ ଓଜାଡ଼ି ଦେବା। ଏବେ ଆମେ ଅଟାଟାକୁ ଭାଜିବା। ସ୍ଲୋ ମିଡ଼ିୟମ୍ ଫ୍ଲେମ୍ରେ ୟାକୁ ଭାଜିବେ, ନହେଲେ ଯଦି ଅଧିକା ହାଇ କରିଦେବେ ତଳୁ ଅଟାଟା ଲାଗିକି ଜଳି ଯାଇପାରେ। ଅଟାଟାର କଲର୍ ଚେଞ୍ଜ ହେଇକି ହାଲକା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ୟାକୁ ଭାଜିବା। ଟିକେ ସମୟ ଲାଗିବ, କିନ୍ତୁ ସ୍ଲୋ ଫ୍ଲେମ୍ ଆଉ ସ୍ଲୋ ମିଡ଼ିୟମ୍ ଫ୍ଲେମ୍ରେ ୟାକୁ ଭାଜିବେ। ଅଟାକୁ ଭାଜିବାର 4 ମିନିଟ୍ ଉପରେ ହେଇସାରିଲାଣି, ଆଉ ଆର କଲର୍ଟା ବି ଚେଞ୍ଜ ହେଇସାରିଲାଣି। ଆପଣ ଦେଖିପାରୁଥିବେ ଏଇଟା ବହୁତ ବଢ଼ିଆ ଭାବରେ ଭାଜି ହେଇସାରିଲାଣି। ତ ଏହି ସମୟରେ ଫ୍ଲେମ୍କୁ ବନ୍ଦ କରିବା, ଆଉ ୟାକୁ କଡ଼େଇରୁ ବାହାର କରିନେବା। ଗୋଟେ ପ୍ଲେଟ୍ ଉପରେ ଓଜାଡ଼ି ଦେବା, ନହେଲେ କଡ଼େଇରେ ଯଦି ଅଧିକା ସମୟ ରହିବ ତାହେଲେ ଅଧିକା ଏଇଟା ଭାଜି ହେଇକି ଆର କଲର୍ଟା ଚେଞ୍ଜ ହେଇଯିବ। ପ୍ଲେଟ୍ରେ ଏବେ ପାଇଁ ରଖିବା, ଯେତେବେଳେ ଆମର ନେକ୍ସଟ ପ୍ରୋସେସ୍ ଆରମ୍ଭ କରିବା ଆକୁ ଆମେ ବ୍ୟବହାର କରିବା। କଡ଼େଇରେ ଚିନି ଆମେ ନେଇଯିବା ଅଧା କପ୍। ଯେତିକି କ୍ୱାଣ୍ଟିଟିର ଚିନି ନେବା ତାର ଅଧା କ୍ୱାଣ୍ଟିଟିର ମିଶାଇବା ଆମେ ପାଣି। ଅଧିକା ପାଣି ଜମାରୁ ମିଶାଇବେନି, ନହେଲେ ନାଇଁ ପାଗଟା ଖରାପ ହେଇଯିବ। 1 କପ୍ ଅଟା ପାଇଁକି ଅଧା କପ୍ ଚିନି ଆଉ 1/4 କପ୍ ମୁଁ ଏଠି ନେଇଯାଇଛି ପାଣି। ପ୍ରଥମେ ଆମେ ଚିନି ଆଉ ପାଣିକୁ ମିକ୍ସ କରିଦେବା, ଆଉ ଆକୁ ଫୁଟିବାକୁ ଦେବା। ଆ ପାଇଁକି ଆମର କେଉଁ ବି ଷ୍ଟ୍ରିଙ୍ଗ କନସିଷ୍ଟାନ୍ସିର ସିରପ୍ କରିବା ଦରକାର ନାହିଁ। ନର୍ମାଲ ଚିନି ଯେତେବେଳେ ପାଣିରେ ମିଶିକି ଫୁଟିବା ଷ୍ଟାର୍ଟ କରିବ, ଆଉ ହାତରେ ତାକୁ ନେଇକି ଆମେ ଚେକ୍ କରିବା, ଚିପଚିପା କନସିଷ୍ଟାନ୍ସି ମାନେ ଟିକେ ଚିପକିଲା ଭଳିଆ କନସିଷ୍ଟାନ୍ସିରେ ଆସିଲା ପରେ ଶିରାଟା ଆମେ ସେଥିରେ ଅଟାକୁ ମିକ୍ସ କରିବା। ବର୍ତ୍ତମାନ ଚିନି ଆଉ ପାଣି ମିଶିକି ଫୁଟିବା ଷ୍ଟାର୍ଟ ହେଇଗଲାଣି, ଟିକେ ଗୋଳେଇ ନେବା। ଶିରାଟା ପାଣିଆ ଅଛି, ଆଉ ଟିକେ ସମୟ ୟାକୁ ଫୁଟିବାକୁ ଦେବା, 2-3 ମିନିଟ୍ ପର୍ଯ୍ୟନ୍ତ ସ୍ଲୋ ମିଡ଼ିୟମ୍ ଫ୍ଲେମ୍ରେ। ଶିରାଟା ଫୁଟିବାର 2 ମିନିଟ୍ ଉପରେ ହେଇସାରିଲାଣି। ଏବେ ଥରେ ଆମେ ଚେକ୍ କରିନେବା ହାତରେ ନେଇକି। ହାତରେ ନେଲା ପରେ ଶିରାଟା ଚିପକୁଛି କିନ୍ତୁ ଷ୍ଟ୍ରିଙ୍ଗ ହଉନି। এইটা ହେଉଛି ଠିକ୍ ସମୟ। ତ ଏବେ ଆମେ ଏଥିରେ ମିଶାଇବା ପ୍ରଥମେ ମସଲାକୁ। ଯେଉଁ ଆମେ ଖଦଡ଼ା କରିକି କୁଟିକି ମସଲାଟା ରଖିଥିଲେ ତାକୁ ଆମେ ଶିରାରେ ମିଶାଇ ନେବା। ଯଦି ପ୍ରଥମରୁ ଆମେ ୟାକୁ ଶିରାରେ ମିଶାଇ ନେଉଛେ ତାହେଲେ ତାର ଫ୍ଲେଭରଟା ବହୁତ ବଢ଼ିଆ ଆସିବ, କାରଣ ଶିରାରେ ଟିକେ ସମୟ ଫୁଟିଗଲା ପରେ ସେଇଟା ଏଥିରେ ଆମେ ଅଟାକୁ ମିକ୍ସ କରିବା।
ଭାଜିଥିବା ଅଟାକୁ ଏଥିରେ ମିଶେଇବା, କିନ୍ତୁ ଏକାଥରେ ଜମାରୁ ବି ମିଶେଇବେନି, ଅଳ୍ପ ଅଳ୍ପ କରିକି ମିଶେଇବା ଆଉ ଆକୁ ଗୋଳେଇ ନେବା। କାହିଁକି ନା ଏକାଥରେ ଯଦି ଆମେ ମିଶେଇ ଦଉଛେ ତାହେଲେ ଅଟାର ବିଣ୍ଡା ହେଇଯିବ, ଯଦି ଜଗନ୍ନାଥ ବଲ୍ଲଭ ଭଲ ଲାଗିବନି, ସ୍ୱାଦିଷ୍ଟ ଲାଗିବନି। ସେଥିପାଇଁ ଅଳ୍ପ ଅଳ୍ପ କରି ମୁଁ ଏଠି ପକେଇକି ଆକୁ ଗୋଳେଇ ନେବି ଆଉ ଏଇ ସମୟରେ ଫ୍ଲେମ୍କୁ ସ୍ଲୋ କରିଦେବି। ଯଦି ଆପଣ ହାଇ କରିଦେବେ ତାହେଲେ ଅଟାଟା ଶିରା ସାଙ୍ଗରେ ଭଲରେ ମିଶିବନି। ଆପଣ ଦେଖିପାରୁଥିବେ କିଛିଟା ସମୟ ଭିତରେ ବହୁତ ବଢ଼ିଆ କନସିଷ୍ଟାନ୍ସିରେ ଆସିଯାଇଛି ଅଟା ଆଉ ଚିନି ମିଶିକି। ବର୍ତ୍ତମାନ ଏଇଟା କାଠୁଆ ହେଇସାରିଲାଣି, ତାହେଲେ ଫ୍ଲେମ୍କୁ ବନ୍ଦ କରିଦେବା। ଖଡ଼ିକାରେ ଯେଉଁ ଲାଗିଛି ଅଟାଟା ତାକୁ ବାହାର କରିନେବା। ଏଇ ଟ୍ରେରେ ଆମେ ପ୍ରସାଦକୁ ସେଟ୍ କରିବା, ସେଥିପାଇଁ କି ଟ୍ରେକୁ ଟିକେ ଗ୍ରୀସ୍ କରିନେବା। ଟିକେ ନାକୁ ଘିଅ ମୁଁ ଏଠି ନେଇଯାଇଛି, ଘିଅକୁ ଟ୍ରେରେ ବୋଳିଦେବା। ଏପରି କରିବା ଦ୍ୱାରା ଯେତେବେଳେ ଏଥିରେ ଆମେ ପ୍ରସାଦକୁ ସେଟ୍ କରିବାକୁ ରଖିବା, ପ୍ରସାଦଟା ସେଟ୍ ହେଲା ପରେ କାଟିଲା ପରେ ଭଲରେ ବାହାରି ଆସିବ, ଚିପକିବନି ଏଥିରେ। ବର୍ତ୍ତମାନ ଆମେ ଅଟା ଆଉ ଶିରାର ମିକ୍ସଟାକୁ ନେଇଯିବା। ସାଇଜ୍ କରିଦେବା ଆକୁ, ଯେମିତିକି କାଟିବା ପାଇଁ ଆମକୁ ସୁବିଧା ହେବ। ଏପରି ପ୍ରେସ୍ କରି କରିକି ଆକୁ ସାଇଜ୍ କରିନେବା। ଗରମ ଥିଲାବେଳେ ଏ କାମଟା କରିବା ନିହାତି ଦରକାର। ଯଦି ଟିକେ ଥଣ୍ଡା ହେଇଯିବ ଏଇଟା ଷ୍ଟ୍ରଙ୍ଗ ହେଇଯିବ ଆଉ ସେଟ୍ କରିହେବନି। ଗରମ ଗରମ ହିଁ ଆକୁ ଏମିତି କରିବେ। 15-20 ମିନିଟ୍ ପର୍ଯ୍ୟନ୍ତ ବର୍ତ୍ତମାନ ଆକୁ ଆମେ ଛାଡ଼ିଦେବା, ତାପରେ ଆକୁ କାଟିବା। 20 ମିନିଟ୍ ପରେ ହେଇସାରିଲାଣି, ଏବେ ଚେକ୍ କରିବା। ଆପଣ ଦେଖିପାରୁଥିବେ ଏଇଟା ବହୁତ ବଢ଼ିଆରେ ସେଟ୍ ହେଇଯାଇଛି। ସାଇଡ଼ରେ ଯେଉଁ ଏକ୍ସଟ୍ରା ଅଂଶଟା ଅଛି ତାକୁ ପ୍ରଥମେ କାଟିକି ବାହାର କରିନେବା। ସେଟ୍ ହେଲା ପରେ ନା ଏଇଟା ଟିକେ ଟାଣ ହୋଇଯାଇଥାଏ, ଖାଇବା ପାଇଁ କି ଟାଣ ଲାଗେନି, କିନ୍ତୁ କାଟିଲା ବେଳକୁ ଟିକେ ଟାଣ ଲାଗିଥାଏ। ହୁସିଆରି କାଟିବେ ଏଇ ସମୟରେ। ତାପରେ ସାଇଜ୍ କରି କାଟି ନେବା। ଆପଣ ଚାହିଁଲେ ସ୍କୋୟାର କରିକି ବି କାଟିପାରିବେ, ନହେଲେ ରେକ୍ଟାଙ୍ଗଲ ସାଇଜ୍ର ବି କାଟିପାରିବେ। ମୁଁ ଏଠି ଛୋଟ ଛୋଟ ସାଇଜ୍ କରୁଛି, ସ୍କୋୟାର ସାଇଜ୍ର। ପ୍ରଥମେ ଦାଗ ଦେଇଦେବେ, ତାପରେ ଟିକେ ହାତରେ ପ୍ରେସ୍ କରିକି ଜୋରେ ଛୁରୀରେ କାଟି ନେବେ। ଠିକ୍ରେ ଏଇଟା କାଟି ହେଇକି ବାହାରି ଆସିବ, ବର୍ଫି ଭଳିଆ ସ୍କୋୟାର ସାଇଜ୍ର। ଗୋଟେ ପିସ୍ କାଢ଼ିକି ମୁଁ ଆପଣଙ୍କୁ ଚେକ୍ କରିକି ଦେଖାଉଛି। ବହୁତ ବଢ଼ିଆରେ ଏଇ ଯେଉଁ ପ୍ରସାଦଟା ସେଟ୍ ହେଇଛି, ଆପଣ ଦେଖିପାରୁଥିବେ। ବହୁତ ବଢ଼ିଆ ଦିଶୁଛି ଆଉ ପ୍ରପରଲି ସେଟ୍ ହେଇକି ଏଇଟା ବାହାରିଛି। ଗୋଟେ ଥାଳିରେ ଆମେ ପ୍ରସାଦକୁ ନେଇଯିବା। ଆକ୍ଚୁଆଲି ମନ୍ଦିରର ପ୍ରସାଦ ଭଳିଆ ଟେଷ୍ଟରେ ବି ତ ସବୁବେଳେ କେବେ ବି ହେବନି ଘରେ, କିନ୍ତୁ ପଚାରିକି ଦେଖିକି ଇଣ୍ଟରନେଟ୍ରେ ଯେଉଁ ସବୁ ରେସିପି 56 ଭୋଗର ପ୍ରଥମରୁ ଆମର ଯେଉଁ ରେସିପି ଯେଉଁମାନେ କ୍ରିଏଟର ମାନେ ପକେଇଛନ୍ତି ତାକୁ ଫଲୋ କରିକି ମୁଁ ଆକୁ ତିଆରି କରୁଛି। ଯଦି କିଛି ଭୁଲ ଥିବ ତାହେଲେ ନିଶ୍ଚୟ କମେଣ୍ଟ ସେକ୍ସନରେ କହନ୍ତୁ। କାହିଁକି ନା ପ୍ରପରଲି ମୁଁ କେଉଁ ବି ପୁରୀର ପଣ୍ଡାକୁ ଯାଇକି ତାକୁ ପଚାରିନି, କେବଳ ଇଣ୍ଟରନେଟ୍ ଥ୍ରୁରେ ମୁଁ ଏ ରେସିପିଟିକୁ ପାଇଛି। ବର୍ତ୍ତମାନ ଆମର ପ୍ରସାଦ ହେଇଯାଇଛି। ଗୋଟେ ତୁଳସୀ ପତ୍ର ଦେଇ ଆମେ ୟାକୁ ଭଗବାନଙ୍କୁ ଅର୍ପଣ କରିବା। ଏଥର ରଥଯାତ୍ରାରେ ନିଶ୍ଚୟ ଏ ରେସିପିଟିକୁ ଟ୍ରାଏ କରନ୍ତୁ। ଏଇ ଯେଉଁ ରେସିପିଟାରେ ଯଦି ମୋର କିଛି ତ୍ରୁଟି ରହିଯାଇଛି ଅଥବା ଯଦି ମୁଁ କିଛି ଇନଗ୍ରେଡ଼ିଏଣ୍ଟସକୁ ଭୁଲରେ କହିଦେଇଛି, ତାହେଲେ ନିଶ୍ଚୟ ଆପଣ କମେଣ୍ଟ ସେକ୍ସନରେ ମୋତେ ବତାନ୍ତୁ। ରେସିପିଟି କିପରି ଲାଗିଲା ସେ ବିଷୟରେ ଆପଣଙ୍କ ଅନୁଭବକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ସେୟାର କରିବେ। ଏହି ପ୍ରକାରର ବହୁତ ବଢ଼ିଆ ରେସିପି ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ରାଇଟ୍ ସାଇଡ଼୍ରେ ଯେଉଁ ବେଲ୍ ଆଇକନ୍ ଅଛି ତାକୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ବେଲ୍କୁ ଅନ୍ କରନ୍ତୁ। ଯାହାଦ୍ୱାରା କି ମୁଁ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବି ତା ଆପଣମାନଙ୍କ ପାଖରେ ନୋଟିଫିକେସନ୍ ରୂପରେ ପହଞ୍ଚିଯିବ।